ଝିଅ ଜାନୁଆରୀ ମନ୍ଥରେ ମୋତେ ଏମ୍ବି ପ୍ରଡକ୍ସନ୍ ଦ୍ୱାରା ଗୋଟେ ଜଣା ପଡ଼ିଲା ତାଙ୍କେ ଗୋଟେ ଇଭେଣ୍ଟ ଅର୍ଗାନାଇଜ୍ କରୁଛନ୍ତି ମିସ୍ ଇଣ୍ଡିଆ ଏସିଆ ଯାହାରେ କି ଇଣ୍ଡିଆର ବହୁତ ଷ୍ଟେଟ୍ରୁ ସବୁ ପାର୍ଟିସିପେଟ୍ କରୁଛନ୍ତି ତ ଅନଲାଇନ୍ରେ ମୁଁ ତାର ଅଡ଼ିସନ୍ ଦେଇଥିଲି ଆଉ 200 ପାର୍ଟିସିପେଣ୍ଟରୁ 60 ପାର୍ଟିସିପେଣ୍ଟ ଆମେ ସିଲେକ୍ଟ ହେଇଥିଲୁ ଦେନ୍ ମୁଁ କଲେଜରୁ ଆସିକି 2 ମନ୍ଥରୁ ଅନଲାଇନ୍ରେ ହିଁ ପ୍ରାକ୍ଟିସ୍ କରୁଥିଲି ନିଜେ ବି ଆଉ ଏମ୍ବି ପ୍ରଡକ୍ସନ୍ ମ୍ୟାମ୍ ବି ଆମକୁ ସବୁ ଶିଖଉଥିଲେ ଦେନ୍ 16 ଆଉ 17ରେ ସେଠି ଫିନାଲେ ଥିଲା 16ରେ 2-3ଟା ରାଉଣ୍ଡ ଥିଲା ଆଉ 17ରେ ମେନ୍ ରାଉଣ୍ଡ ମାନେ ଥିଲା ସେଠି ନ୍ୟାସନାଲ୍ କଷ୍ଟ୍ୟୁମ୍ରେ ମୁଁ ଆମ କଟପାଟର ଧୁରୁଆ ଅଞ୍ଚଳର ତାଙ୍କ ଶାଢ଼ୀ ଆମର ମିର୍ଗାନ ସାହିର ଯେଉଁ ଶାଢ଼ୀ ଅଛି ମୁଁ ତାକୁ ରିପ୍ରେଜେଣ୍ଟ କରିଥିଲି ଆମ ଟ୍ୟାଲେଣ୍ଟ ରାଉଣ୍ଡରେ ମୁଁ ଆମ ଓଡ଼ିଶାର ଓଡ଼ିଶୀ ଡ୍ୟାନ୍ସକୁ ବି କରିଥିଲି ତାଙ୍କମାନଙ୍କୁ ବହୁତ ଭଲ ଲାଗିଲା ଆଣ୍ଡ ମୋତେ ଆଜ୍ ଏ ସେକେଣ୍ଡ ରନର୍ ଅପ୍ ତାଙ୍କେ ପୁରସ୍କାର ଦେଇଛନ୍ତି ଆଉ ମିସ୍ ବ୍ୟୁଟିଫୁଲ୍ ସ୍ମାଇଲ୍ ହିସାବରେ ବି ଗୋଟେ ଟାଇଟଲ୍ ଦେଇଛନ୍ତି ସଫଳତା ଶ୍ରେୟ ତ ମୁଁ ମୋ ମା ବାପାକୁ ଫାର୍ଷ୍ଟ ଦେବି ଆଣ୍ଡ ସବୁ ମୋ ପୁରା ଫ୍ୟାମିଲି ଆଉ କଟପାଟବାସୀ ଆଉ ମୋର ରିଲେଟିଭ୍ ସବୁ ମୋତେ ବହୁତ ସପୋର୍ଟ କରୁଛନ୍ତି ଭୋଟିଂ କରୁଛନ୍ତି ଫ୍ରେଣ୍ଡସ୍ ବି ଆଉ ନେକ୍ସଟ ଭାବୁଛି କି ମୁଁ ଇଣ୍ଟରନ୍ୟାସନାଲ୍ ଯିବି ୱାର୍ଲଡ ଲେଭେଲରେ ଯିବି ଆଉ ସେଠି ବି ମୁଁ ଚାହୁଁଛି କି ଆମ କଟପାଟର ଆମ କୋରାପୁଟ ଓଡ଼ିଶାର ନାଁ ସେଠି ବି ନେବି ଆଉ ଏମିତି ହିଁ ମୁଁ ଚାହୁଁଛି କି ଆମ କଲଚର ଆଗରେ ବଢ଼ୁ ସବୁ ଜାଣନ୍ତୁ ସବୁ ଏମିତି ଆଗରେ ବଢ଼ନ୍ତୁ ଆମ କଟପାଟ ଆଗରେ ଯାଉ ମୋ ଝିଅ ସେ ମୋ ଝିଅ ସେ ତାର ପିଲାଟି ଦିନରୁ ତାର ଗୋଟେ ଅଲଗା ଟ୍ୟାଲେଣ୍ଟ ସେ ତାର ନିଜ ଇଚ୍ଛାରେ କ'ଣ କ'ଣ କରୁଥାଏ ସେ କେବେ କିଏ ଜାଣି ଆମେ ତ ଜାଣିନଥିଲୁ ସେ ଅନଲାଇନ୍ରେ କ'ଣ ଏଇ କଣ୍ଟେଷ୍ଟ ପାଇଁ ବୋଲିକରି କ'ଣ ସେ ଅନଲାଇନ୍ରେ ଆପ୍ଲାଏ କରିଥିଲା ଅନଲାଇନ୍ରେ ମଧ୍ୟ ସିଲେକ୍ସନ୍ ହେଇଥିଲା ଯେତେବେଳେ ଫାଇନାଲ୍ ସିଲେକ୍ସନ୍ ହେଲା ସେତେବେଳେ ଆମକୁ ଜଣାଇଲା ଯେ ମୁଁ ଗୋଟେ ଏମିତି ଗୋଟେ ଫାଇନାଲ୍ ଅନଲାଇନ୍ରେ ଆପ୍ଲାଏ କରିଥିଲି ଆଉ ମୁଁ ସେଠି ଯିବା ପାଇଁ ଚାହୁଁଛି ବୋଲି କହିଥିଲା ଆଉ ଯେତେବେଳେ ତୁ ସିଲେକ୍ସନ୍ ଫାଇନାଲ୍ରେ ଗୋଟେ ଯାଇଛୁ ବୋଲିକରି ଆମେ ସପୋର୍ଟ କଲୁ ଆଉ ସେ କ'ଣ ଦରକାର ଅଛି କ'ଣ କରିବାର ଅଛି ବୋଲିକରି କହିଲାରୁ ସେ ଅନଲାଇନ୍ରେ କ୍ଲାସ୍ କଲା ଆଉ କେତେ କ'ଣ ତାକୁ କ'ଣ ଦରକାର ଥିଲା ବୋଲିକି ନାହିଁ ତାପରେ ସେ କହିଥିଲା ଯେ ମୋର ଏରିଆକୁ ନେଇକରି ମୁଁ ଗୋଟେ ରିପ୍ରେଜେଣ୍ଟେଟିଭ୍ ଦେବି ହେଲେ ସେଟା ମୁଁ କ'ଣ ଷ୍ଟାର୍ଟିଂରେ ବୁଝିପାରୁନଥିଲି ତା ପଛେ ମୁଁ ଜାଣିଛି ଯେ ଆମର ଏରିଆରେ ଆମ କଟପାଟ ଏରିଆରେ ଗୋଟେ ମିର୍ଗାନ ଶାଢ଼ୀ ଗୋଟେ ପ୍ରସିଦ୍ଧି ଅଛି ମୁଁ ତାକୁ ରିପ୍ରେଜେଣ୍ଟେଟିଭ୍ କରିବି ବୋଲିକରି ମୁଁ ଆମର ଯେଉଁ ପ୍ରହ୍ଲାଦ ଭାଇ ଯେଉଁ ସପ୍ କରିଛନ୍ତି ତାଙ୍କ ପାଖକୁ ଗଲି ସେ ମୋତେ ଶାଢ଼ୀ ଫାଡ଼ି କଲେ ସେ ଏକ୍ସଟ୍ରା ଗୋଟେ ଆଇଡ଼ିଆ ଗୋଟେ ଦେଲେ କି ଆମ ଏରିଆରେ ଗୋଟେ ଦୁରୁଆ ସମାଜ ଚାଲିଛି ତାଙ୍କର ଗୋଟେ ମଧ୍ୟ କ'ଣ ଗୋଟେ ପ୍ରେଜେଣ୍ଟ କରନ୍ତୁ ବୋଲିକରି ତାପରେ ଦୁରୁଆ କଷ୍ଟ୍ୟୁମ୍ ଯାକ ଆମେ କଲେକ୍ଟ କରିକରି ତାକୁ ଯୋଗାଇ ଦେଲୁ ସେ ଯେଉଁ ଦୁରୁଆ କଷ୍ଟ୍ୟୁମ୍ ଯେଉଁଟା ନିଜେ ଏକା ସେ ବନେଇଲା ନିଜେ ବନେଇକରି ଯାଇକରି ସେଠି ପ୍ରେଜେଣ୍ଟ କଲା ସେଠି ସମସ୍ତଙ୍କୁ ସେଠି ଅଡ଼ିଏନ୍ସକୁ ସେଠି ଜଜ୍କୁ ସମସ୍ତଙ୍କୁ ପସନ୍ଦ ଆସିଲା ଆମେ ଭାବିନଥିଲୁ କି ଆମ ଅଞ୍ଚଳର ମୋ ଝିଅ ଗୋଟେ ନ୍ୟାସନାଲ୍ ଲେଭେଲରେ ଯାଇକରି ଗୋଟେ କୃତିତ୍ୱ ଅର୍ଜନ କରିବ ବୋଲିକରି ସେ କୃତିତ୍ୱ ଅର୍ଜନ କରିଛି ନିଜକୁ ବହୁତ ଗର୍ବ ଲାଗୁଛି।